प्रभु जीशु ख्रीष्टଙ୍କ ନାମରେ ପ୍ରତ୍ୟେକଙ୍କୁ ଭାଇ ଭଉଣୀମାନଙ୍କୁ ମୋର ପ୍ରେମ ନମସ୍କାର। ଆଜିର ନୂତନ ଦିବସରେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଅଳ୍ପ ସମୟ କିଛି ବାକ୍ୟ ଜରିଆରେ ଆଲୋଚନା କରିବା। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପ୍ରତ୍ୟେକ ବିଷୟ ବାଇବଲରେ ଯାହା ଲେଖା ହୋଇନାହିଁ ତାହା କରିବା ସମ୍ପୂର୍ଣ୍ଣ ଭୁଲ ବିଷୟ ଅଟେ। ଆମେ ସେହି ବିଷୟ କିଛି ପାଠ କରିବା। ପ୍ରଥମ ତେସଲୋନିକ 5:21 ପଦ ଲେଖାଯାଏ ଯେ, ମୋର ସମସ୍ତ ବିଷୟ ପରୀକ୍ଷା କର, ଯାହା ଉତ୍ତମ ତାହା ଧରି ରଖ। ଏ ପ୍ରଭୁଙ୍କ ଲୋକମାନେ ବାଇବଲରେ ଅନେକ ବିଷୟ ରହିଅଛି, ଅନେକ ବିଷୟ ଲେଖାଯାଇଅଛି। ମାତ୍ର ସେଥିର ବିହିତ ଅଲଗା ଯେଉଁ ବିଷୟ ଶିକ୍ଷା ଦିଆଯାଏ, ଶିକ୍ଷା ମିଳୁଅଛି, ପାଉଅଛୁ, ପ୍ରତ୍ୟେକ ଶିକ୍ଷାକୁ ଆମେ ପରୀକ୍ଷା କରିବା। ତାହା ଉତ୍ତମ କି ନାହିଁ, ତାହା ବାଇବଲରେ ସଠିକ୍ ନାହିଁ, ତାହା ସମ୍ପୂର୍ଣ୍ଣ ଆମକୁ ଯଥାର୍ଥ କି ନାହିଁ, ତାହା ବିଷୟ ଆମେ ପରୀକ୍ଷା କରିବା ଆଉ ଉତ୍ତମ ବିଷୟ ଧରିବା। ଏହା ଜଣେ ଖ୍ରୀଷ୍ଟ ବିଶ୍ୱାସର ନିତ୍ୟ କର୍ତ୍ତବ୍ୟ। ପ୍ରଭୁଙ୍କ ଲୋକମାନେ ପ୍ରଥମ ଯୋହାନ 4:1 ପଦରେ ଲେଖାଯାଏ ଯେ, ହେ ପ୍ରିୟ ବୋଲେ ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କ ଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀମାନେ ବାହାରି ଅଛନ୍ତି। ପ୍ରଭୁଙ୍କ ଲୋକମାନେ ଏହି ଜଗତରେ କିଛି ବି ଏ ପ୍ରକାର ବି ଲୋକ ଅଛନ୍ତି। ଆମେ ପ୍ରତ୍ୟେକଙ୍କୁ ବିଶ୍ୱାସ ଆଖି ବୁଜି ବିଶ୍ୱାସ କରିବା ଭୁଲ ବିଷୟ ଅଟେ। ପ୍ରତ୍ୟେକ ବିଷୟ ଆମେ ବାକ୍ୟ ଜରିଆରେ ହିଁ ଜଣକୁ ପରୀକ୍ଷା କରିପାରିବା। ବାକ୍ୟ ଜରିଆରେ ହିଁ ଆମେ ବାକ୍ୟର ସାହାଯ୍ୟରେ ହିଁ ତାହା ଉଚିତ କି ନାହିଁ ଆମେ ତାହା ପରୀକ୍ଷା କରିବା। ଯାହା ପରୀକ୍ଷାରେ ନାହିଁ, ତାହା ଯଦି ଆମେ ଯାହା ଉଚିତ ନାହିଁ ତାହା ଯଦି ଆମେ କରୁଅଛୁ, ତାହେଲେ ଆମ ନିମନ୍ତେ ସେଟା ଭୁଲ ବିଷୟ ଅଟେ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିତ୍ୟାନ୍ତ ସତ୍ୟତାକୁ ସତ୍ୟ ପରୀକ୍ଷା କରିବା, ବାକ୍ୟରେ ମ୍ୟାଚ୍ କରିବା, ତାହା ଯଦି ଉଚିତ ହେଉଛି ତାହା ନିଶ୍ଚୟ ଆମେ ଧରିବା, ତାହେଲେ ଆମ ନିମନ୍ତେ ଠିକ୍ ବିଷୟ। ଆଉ ଯେଉଁ ପ୍ରକାର ବି ଏହି ପ୍ରକାର ବି ଲୋକ ଅଛନ୍ତି କି ଏହି ପ୍ରକାର ବି ଆତ୍ମା ଯାହାକି ବାକ୍ୟରେ ନାହିଁ, ତାହା ଯଦି ଆମକୁ ପଢ଼ି ଶୁଣେଇକି ଯଦି ବିପରୀତ ଶିକ୍ଷା ଦେଉଛି, ତାହା ମଧ୍ୟ ସାଧୁ ପାଉଲ ଗୋଟେ କଥା କହୁଥିଲେ ଗାଲାତି ମଣ୍ଡଳରେ 1:8 ପଦରେ ମଧ୍ୟ ଲେଖାଯାଏ। ସେଥିରେ ମଧ୍ୟ ସାଧୁ ପାଉଲ କହୁଅଛନ୍ତି। ତ ଆମେ ସେହି ବାକ୍ୟ ଦେଇ ମଧ୍ୟ ପାଠ କରିକି ସେଥିରେ ମଧ୍ୟ କିଛି ଶିକ୍ଷା କରିବା। ଏଥିରେ ଲେଖାଯାଏ, କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗଦୂତ ହେଲେ ମଧ୍ୟ କେହି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ। ପ୍ରଭୁଙ୍କ ଲୋକମାନେ ବାଇବଲରେ ଯାହାକି ଲେଖା ହେଇଛି ସେହି ବିଷୟରେ ପ୍ରକାଶ କରିବା ଠିକ୍ ଅଛି। ଯାହା ବାକ୍ୟରେ ଲେଖା ନାହିଁ ତାହା ସ୍ୱର୍ଗଦୂତ ହେଲେ ସୁଦ୍ଧା